हेलो କିରେ ସୌମ୍ୟ କହୁଛୁ ନା? हेलो ହ୍ୟାଲୋ କିରେ ସୌମ୍ୟ କହୁଛୁ ନା? हाँ ମତେ ଚିହ୍ନିଛୁ କିଏ? ମତେ ଚିହ୍ନିଛୁ ନା କିଏ ତୁ? जानी पारनी କଣ ତତେ ଏତେ ବଡ ସେଟଅପ୍ କରିବା ପାଇଁ ରାମନବମୀରେ କହିଥିଲା କିଏ? ଜାଣିଛୁ ତ ଭଦ୍ରକଟା ମୋର ବୋଲି ଚିହ୍ନିଛୁ? ये कहले जान ମୁଁ ଯିଏ ବି ହୁଏ ତତେ ଏତେ ବଡ ସେଟଅପ୍ କରିବା ପାଇଁ କହିଲା କିଏ? पार्टी कहले बजेट देले प्रोग्राम हला କୋଉ ପାର୍ଟି କିଏ ସେ? ତା ନମ୍ବର ଟା ଦବୁ ତ? ପାର୍ଟି किए କିଏ? होतला भाई କୋଉ ପାର୍ଟି ଭାଇ? कोजे किए मते मते सीधे बंद किए कहले କିଏ କହୁଛୁ? କଣ କହୁଛୁ? हाँ से पार्टी पैसा देले प्रोग्राम हला प्रोग्राम ମତେ ମତେ ପଚାରିଥିଲୁ ତୁ? ମତେ ତୁ ପଚାରିଥିଲୁ? जाने पड़ी माने आपन पचरे ମତେ ପଚାରି ମାନେ ମତେ ପଚାରିକି ସେଟଅପ୍ କରି ଆସିଥିଲା ନା ଆସିଲାନି? हाँ जे पचारि के आपन तो जानिनी आपन को चिन्हचे बोली मते जानिनी आ किए कहले जानि पारलिनी ମୁଁ ଯିଏ ବି ତୁ ତତେ ତୁ ଏତେ ଅଧିକା ହେଇଗଲୁଣି କଣ? ତତେ ଏତେ ମାନେ ମୁଁ ପଚାରିଛି ତୁ ମତେ ପଚାରିକି ସେଟଅପ୍ କଲୁନି? ତୁ ଏତେ ରଙ୍ଗ ଦେଖଉଛୁ? ଆଉ ତତେ କହିଦେନି ଭଦ୍ରକ ଉପରେ ଯୋଉଠି ଦେଖିମି ତ ଚିହ୍ନିବି ମତେ ତୁ କିଏ? भद्रक पर देखिया पर कोउटी कहू को मु तुम पाखु जिमी ମୁଁ ଯୋଉଠି କହୁଛି ତୁ ଏତେ ଅଧିକା କଣ ହେଇଗଲୁଣି? ଭଦ୍ରକ ଉପରେ ମତେ ଦେଖା ଦବୁନି भाई भल कथा कहो किछि कहबा को भाई नने भाई टाइम वेस्ट काई करछो भाई टाइम वेस्ट ମୁଁ କରୁଛି ନା ତୁ କରୁଛୁ? ମୋର ମୁଁ ତତେ ପଚାରିନି ତୁ ସିଧା କହୁନୁ ମତେ ତୁ ଚିହ୍ନିଛୁ ନା ମୁଁ କିଏ? ना भाई आपण की कहले ମୁଁ ଯିଏ जो बोली एसपी मनोज राउत की ସେଇଆ ଭାବିନିଅ ତମେ ହେଲା। ମନୋଜ ରାଉତ ଯିଏ ବି ହୁଏ ତମକୁ ମନା କରିନି ଭଦ୍ରକ ଉପରେ ମତେ ଦେଖା ଦବନି କହିଦେନି ଭୁଲରେ କହିଦେନି। ଆଉ ଏଥର ରାମନବମୀ ତମେ ସେଟଅପ୍ ଯେମିତି ଟୋଟାଲ ଉପରେ ନ ଆସେ। ନା ମୁଁ ତ ସେଟଅପ୍ ସେରି କରି ଦଉ ଯା कोन कहछ ସେଟଅପ୍ ସେଲ୍ କରିକି ଅଧା ପଇସା ମତେ ପଠେଇବୁ। ଚିହ୍ନିଛୁ ମୁଁ କିଏ? ନ ପଠେଇବୁ ଯଦି ତୋର ମୋର କଥାବାର୍ତ୍ତା। भाई କଣ କହୁଛୁ? डरिगली भाई डरिगली ଡରିଗଲୁ ମାନେ କଣ? ସେତେବେଳେ ମତେ ପଚାରି କଲୁନି। ଏଥର ବି ଘଣ୍ଟେଶ୍ୱର ମେଲଣକୁ ବି ଆସିପାରିବୁନି କହିଦେନି। ଘଣ୍ଟେଶ୍ୱର ମେଲଣକୁ ବି ଆସିପାରିବୁନି କହିଦେନି। ମତେ ପଚାରିକି ତୁ କୋଉଠିକି ଯିବୁ କଲ ଅଧା ପଇସା ମତେ ଦବୁ। ଆଚ୍ଛା ମୋ ମାଉସୀ ଭାଇ ଆଉ ଦେମି ଆଉ ମାଉସୀ ଭାଇ ନୁହେଁ ଭାଇ ତୁ ଚିହ୍ନିନୁ ମତେ କିଏ? ମୁଁ ଭଦ୍ରକ ଉପରେ ତୁ ଦେଖା ତୁ ଏଥର ରାମନବମୀ କି ସେଟଅପ୍ ନ କରୁ କହିଦେନି। ଭଦ୍ରକ ଉପରେ ଦେଖା ଭଦ୍ରକ ତ ମୋ ଘର ମୁଁ ଭଦ୍ରକ ତୁ ଘରେ ତୋ ଭଦ୍ରକ ତ ଘର ଭଦ୍ରକର ମୋ ଘର ମୁଁ କଣ ଢେଙ୍କାନାଳ ରେ ପୁଅ? ଆରେ ତୁ ମତେ ଡରଉଛୁ? ଆଉ ଭଦ୍ରକ କୋଉ ଜାଗା କହୁନୁ ମୁଁ ଯେମିତି ଦେଖା କରିବା କଥା ହବା। ଭଦ୍ରକ କୋଉ କଲେଜ ଖୋଲା ଅଛି? ଘର କୁହ ତୁମ ଘର କୋଉଠି? ମୋ ଘର ଯୋଉଠି ତୁ ଜାଣି କରିବୁ କଣ? ମୋ ଘର ଭଦ୍ରକ ଡିଷ୍ଟ୍ରିକ୍ଟ। ଭଦ୍ରକ ଦେଖା ଭଦ୍ରକ କୋଉ ଜାଗା? ଭଦ୍ରକ ମାର୍କେଟ ର। ଆଉ କଣ କହିବୁ କହ? ଆରେ ଭଦ୍ରକ ମାର୍କେଟ ତ ମୋ ଘର ମୋ ଅଫିସ ସବୁ। ତ ତୋ ଅଫିସ ଟା କୋଉ ସାଇଡ ରେ ମତେ କହନି? ଏତିକି କଥା କହନି। 5 ଦିନ ଭିତରେ ତୋ ଅଫିସ ଯଦି ନ ଉଠେଇଦେବି ମତେ ତୁ ଚିହ୍ନିବୁ? ଅଫିସ ଉଠେଇଦବ? ହଁ ଆଚ୍ଛା ଟୋଟାଲ ଭଦ୍ରକର ତୁ ରହିପାରିବୁନି। ଭଦ୍ରକର ତତେ ସେଟଅପ୍ କରିବା ପାଇଁ ଆଲାଉ ନାହିଁ। ତୁ ସିଆଡକୁ ଯା। ବହୁତ ଜଣ ଆସିଛନ୍ତି ବହୁତ ଜଣ କହିଛନ୍ତି। ବହୁତ ଜଣ ତାଙ୍କ ଠାରୁ ମୁଁ ଅଲଗା ହେଲା। ତୁ ଚିହ୍ନିନୁ ମତେ ଚିହ୍ନିନୁ ବୋଲି ଏଇଭଳିଆ କଥାବାର୍ତ୍ତା କରୁଛୁ। ମାନେ ଯେତେବେଳେ ମୁଁ ଲାଇନ ନଥିଲି ମୋ ବ୍ୟାକଗ୍ରାଉଣ୍ଡ କଣ ଅଛି ଦେଖ ହେଲା କି? ତ ତୁ ମୋ ବ୍ୟାକଗ୍ରାଉଣ୍ଡ ଦେଖିଛୁ? ତୁ କଣ ଔକାତ କଥାବାର୍ତ୍ତା କରୁଛୁ? ତୁ ମୋ ଔକାତ ଦେଖିଛୁ ନା? ଭାଇ ତୁ ଔକାତ ଦେଖୁନି ମାନେ ମୁଁ କଣ ମୋ ଉପରେ ଡିଟେଲ୍ସ ନେଇକି ତାପରେ ମତେ କଲ୍। ତୋ ଡିଟେଲ୍ସ ତୁ କଣ ଗଜପତି ନୁହେଁ ମୁଁ ତତେ ଜାଣିନି। ତୁ କଣ ଗଜପତି ନୁହେଁ ମୁଁ ତତେ ଯେତିକି ଜାଣିଛ କହୁଛ ଭାଇ ମତେ ପଚାରିକି କଲ୍ କରିବା ମୁଁ ସେଇଥିପାଇଁ ତୁମେ କିଏ ମୁଁ ସେଇଟା ପଚାରୁଛି ତୁମେ କିଏ ମୁଁ ପଚାରିକି କଲ୍ କରିବି। ମୁଁ ଯିଏ ବି ହୁଏ ମୁଁ ହଉଛି କଲେକ୍ଟର। ମୁଁ ଆଉ କିଛି କହିବୁ କି? ମୁଁ ହଉଛି କଲେକ୍ଟର। ଆଉ କିଛି କହିବୁ ତୁ? କଲେକ୍ଟର କୋଉଠିକାର? ଭଦ୍ରକ ନା? ହଁ ଭଦ୍ରକ କଲେକ୍ଟର। ମୁଁ ଆଉ କିଛି କହିବୁ? ଆଚ୍ଛା ତତେ ଡିଜେ ହେଲା ତୋ ସେଟଅପ୍ ଯେମିତି ରାମନବମୀରେ କି କୌଣସି ପ୍ରୋଗ୍ରାମ ନ ଦେଖେ।
ମୋ ସେଟଅପ୍ ରାମନବମୀ ପ୍ରୋଗ୍ରାମ ରାମନବମୀ ଏଥର ଆହୁରି ବଡ କରିବି ନେଇକି। ତୁ ଆହୁରି ବଡ କରିବୁ ତ ସେଟଅପ୍ ପାଇଁ କ୍ରାଉଡ ହଉଛି ଲୋକ ଏଠି ହଇରାଣ ହଉଛନ୍ତି। ତୁ କିଏ ସେଟଅପ୍ କରିବୁ ନା? ତୁ ଏତେ ବଡ ସେଟଅପ୍ କରିବୁ କାହିଁକି? ହଁ ବଡ ସେଟଅପ୍ ହବ ନା, ରାମନବମୀଟା ସବୁ ବଡ ହବା ଦରକାର। ରାମନବମୀ ତତେ କହିନି ସେଟଅପ୍ ଯଦି ମୁଁ ଦେଖେ ଜାଣି ବାଡେଇ ଭାଙ୍ଗିଦେବି ସେଟଅପ୍। ତୁ ଚିହ୍ନିନୁ ମତେ। ସେଟଅପ୍ ବାଡେଇ ଭାଙ୍ଗିବା ପର କଥା, ସେଟଅପ୍ ପାଖକୁ ଆର୍ଥେ ଯାଇଥିନି ମତେ ଭଲ ଲାଗିଲା ବୋଲି ତୁ ସେଟଅପ୍ କରୁଛୁ ବଡ ସେଟଅପ୍, ଏତେ ବଡ ସେଟଅପ୍ କରୁଛୁ। ଆଉ କାହା ସେଟଅପ୍ ପସନ୍ଦ ଆସୁନି, ତୁ ସେଟଅପ୍ କରିବୁନି। ଆଚ୍ଛା ତୁ ଏତେ ବଡ ସେଟଅପ୍ କରୁଛୁ ବୋଲି ଅନ୍ୟ ଡିଜେ ମାନଙ୍କ ସେଟଅପ୍ ଛୋଟ ହେଇଯାଉଛି। ତୁ ଏତେ ବଡ ସେଟଅପ୍ କରିବୁ। ଏଥର ଆହୁରି ବଡ ହବ। ବଡ ତୁ କରିପାରିବୁନି, ତୁ ମତେ ପଚାରିକି ହିଁ କରିବୁ, ଜାଣିବୁ ନା। ତୁ ପୁଅ ବହୁତ ଗପୁଛୁ। ତତେ ମୁଁ ଦେଖିନେବି ଭଦ୍ରକର ଯୋଉଠି ଦେଖା ଖାଲି ଭଡ ଶଳାକୁ ସେକିମି। କୋଉଠି ଦେଖିବ କଣ କରିବୁ? ତୁ ଦେଖା ହବ ତୁ ମତେ ଚିହ୍ନିବୁ। ମୁଁ ତତେ କିଛି କହୁନି ଏଇ ସାଙ୍ଗେ। ତୁ ସେଟଅପ୍ ଖାଲି ଏଥର ଭଦ୍ରକ କାର୍ଡ ଭାଇ ତୁ ଜାଣି ମୁଁ ବା କହିଲି ଭଦ୍ରକ କଲେକ୍ଟର କହୁଛି। ତୁ କିଏ କହୁଛୁ? ତୁ କଣ ଟାଇଗର ଗୋଟେ ଡିଜେ କାର୍ଡ ଦେଇଛୁ? ତୁ କଣ ମୋ ଉପରେ କଥାବାର୍ତ୍ତା କରୁଛୁ? ସରି ସାର୍ ସିରିୟସଲି କଥା ନେ, ଏଟା ମଜା କଥା ପଡିନି। କହିଦେନି ଭଲରେ କହିଦଉଛି, ଡିଜେ କାଢିବୁ ନାହିଁ, ସେଟଅପ୍ କାଢିବୁନି। ତୋର ମତେ ସେଟଅପ୍ ଯେମିତି ରାମନବମୀ କୋଉଠି ବି ନ ଦେଖେ। ଟାଇଗର ଜୋନ୍ ନାଁରେ ଡିଜେ ନ ଦେଖେ ମୁଁ। 20 ତାରିଖ ପ୍ରୋଗ୍ରାମ ଅଛି। କୋଉଠି ପ୍ରୋଗ୍ରାମ ଅଛି? ବାହାଘର ପ୍ରୋଗ୍ରାମ ଅଛି। କୋଉଠି ଅଛି? ମାର୍କେଟରେ ବାହାଘର ପ୍ରୋଗ୍ରାମ ଦେବି। କହିଦେଲି 20 ତାରିଖ ଦିନ ଭଦ୍ରକ ଯିମି, ସେଠି ଏମିତି ତ ସେଟଅପ୍ ନ ଦେଖେ। ଭଲରେ କହିଦଉଛି। ଆଉ ତୁ ଫେରେ ନ ଚିହ୍ନିବୁ ମୁଁ କିଏ ବୋଲି। ମୁଁ ଏଥର ଆହୁରି ବଡ ସେଟଅପ୍ କରିକି ନେଇକି ଯିବି। ତୁ ବଡ ସେଟଅପ୍ କରିକି ଦେଖେ ତୋର ମୋର କଥାବାର୍ତ୍ତା। କହିଦେନି ଭଲରେ କହିଦଉଛି, ସେଟଅପ୍ ଏଥର ନ କରୁ ଯେମିତି। ସେଟଅପ୍ ହବ, ବରାବର ହବ, ଆଉ ବଡ। ତୁ ବଡ କର, ତୁ ବଡ କରିବୁ। ମୁଁ ଦେଖିବୁ ପିଲାଙ୍କୁ ଲଗେଇକି ବାଡେଇକି ସେଟଅପ୍ ନ ଭାଙ୍ଗିନେ ମତେ ତୁ କହିବୁ। ତୁ ପୁଅ ବହୁତ ରଙ୍ଗ ଦେଖଉଛୁ। ତୁ ଚିହ୍ନିନୁ ମୁଁ କିଏ ହେଲା। ବହୁତ ଆସିନି, ବହୁତ ଗଲେଣି। ତାପରେ ତାଙ୍କର ବୁଝିଦବ। ତାଙ୍କର ଅଲଗା, ମୋର ଅଲଗା। ତୁ ଚିହ୍ନିନୁ ପୁଅ, ତତେ ଭଲରେ କହିଦଉଛି ସେଟଅପ୍ କରିବୁନି। ତତେ କହିଦେଲି ଆଉ ଯେମିତି ମୁଁ ଫର୍ଦର ତ ସେଟଅପ୍ ନ ଦେଖେ। ମୁଁ ଫୋନ କାଟୁଛି ତ ସେଟଅପ୍ ଯଦି ବାହାରିଲା ତୁ ଚିହ୍ନିବୁ ଆଉ ମତେ କିଏ। ସେଟଅପ୍ ବାହାରିବ, ନୂଆ ଡିଜାଇନ ବି ଚାଲିଛି। ନୂଆ ଡିଜାଇନ ବାହାରିକି ପ୍ରୋଗ୍ରାମ ବି କରିବି। ତ ଯୋଉ ସେଟଅପ୍ ବାହାରୁ ତୁ କହିଦେନି ସେଟଅପ୍ ଯେମିତି ନ କାଢୁ, ତ ନୂଆ ଡିଜାଇନ କାଢି ତ ଘରେ ବଜେଇବୁ ହେଲା। ଭଦ୍ରକ ମାର୍କେଟକୁ କି କୋଉଠି ପ୍ରୋଗ୍ରାମକୁ ତୁ ସେଟଅପ୍ ନେଇ ଯାଇପାରିବୁନି। ତୁ ଚିହ୍ନିବୁ ତାପରେ ମୁଁ କିଏ। ଘରେ ନୁହଁ, ତୁମ କହିବ ଯଦି ତୁମ ଶ୍ୱଶୁର ଘରେ ବଜେଇ ଆସିମି। ମୋର ଭାଇ ଶ୍ୱଶୁର ଘର ନାହାନ୍ତି। ମୋର +2 ଫାର୍ଷ୍ଟ ଇୟର। ମୁଁ ଏବେ କଲେଜ ଯାଇଛି ଫାଷ୍ଟ। ଏତେ ରଙ୍ଗ ପୁଅ କଥା କହନା। ତ ସେଟଅପ୍ ମୁଁ ଯେମିତି କିଛି ଚାହୁଁନି, ନାଳ ଛାଡି ନଥିବ ହେଲା କି। ମୋ ନାଳ ନ ଛାଡିବି ମୋ ପାୱାର ତୁ ଭାଇ ଜାଣିନୁ। ସେଇଥିପାଇଁ ତତେ କଲ୍ କରି ତ ଗାଳି ଦେଇପାରୁଛି ଏତିକି। ମୁଁ ଆକ୍ଚୁଆଲି ମୋ ସିଷ୍ଟମାଟିକ ଯଦି ମୁଁ ଆସିବି ନା, ତୁମେ ଫୋନ ଧରିପାରିବନି, ଫୋନ ଟା ରଖିଦବ। ତୁ ଯୋଉ ସିଷ୍ଟମାଟିକ ନଗଉଛୁ ନଗା ହେଲା। ତୁ ପୁଅ ତତେ କହିଦେନି ଭଦ୍ରକ ରାମନବମୀ କି ଜମା କାଢିବୁନି। ମୋ ପାସ ଆଉ ମାନେ କିଛି ଶୁଣିବନି ହେଲା, ଖାଲି ଚାଲିବ। ଭାଇ ଯଦି ପ୍ରାଙ୍କ କଲ୍ କରୁଛ ତ ଭାଇ ଦୟାକରି ମୋର ଟାଇମ, ମୁଁ ଏପଟେ ଟିକେ ବିଜି ଅଛି, ସେଟଅପ୍ କାମ ଚାଲିଛି। ହ୍ୟାଲୋ ଭାଇ ଗୋଟେ ପ୍ରାଙ୍କ କଲ୍ କରିଥିଲି, କିଛି ଖରାପ ଭାବିବେନି। ସେମାନେ ଆପଣ ପରମିଶନ କିଛି ନେଇନାହାନ୍ତି, ଡାଇରେକ୍ଟ ପଚାରୁଛନ୍ତି ଏମିତି। ଭାଇ ୟୁଟ୍ୟୁବରେ ଭିଡିଓ କରିବା ପାଇଁ କରିଥିଲେ, ଆପଣ ରାଗିବେନି ଭାଇ। ଭାଇ ତୁମେ ୟୁଟ୍ୟୁବରେ ବନେଇବା ପାଇଁ ମତେ ଡର ସାରିଲାଣି। ଭାଇ ଭୁଲ ହେଇଛି। ମୁଁ ଏପର୍ଯ୍ୟନ୍ତ ମୁଁ ସେଇଥିପାଇଁ ମୁଁ ଭାବୁଛି ସେଇଟା ଭଲ ଲାଗିଲା ବୋଲି ମୁଁ ଯାଇଥିନି, ଏଟା କରିବନି। ମୁଁ ସେଥିପାଇଁ କିଛି କହିପାରୁନି, ନହେଲେ ଏତେବେଳକୁ ଆଉ କିଏ କହିଦେନି ଭାଇ ସରି ଭାଇ ୟୁଟ୍ୟୁବ ଭିଡିଓ କରୁଥିଲେ ଭାଇ ସରି। ହଁ।